ନମସ୍କାର। ସର୍ବପ୍ରଥମେ ଓଡ଼ିଶାର ଜଗତର ନାଥ ଜଗନ୍ନାଥଙ୍କୁ ମୋର କୋଟି ପ୍ରଣାମ, କୋଟି ଦଣ୍ଡବତ। ଜୟ ଶ୍ରୀରାମ। ଆଜି ଗୁରୁ ପୂର୍ଣ୍ଣିମା ବା ଆଷାଢ଼ ମାସର ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ବୋଲି ଆମେ ଯେଉଁ କହୁଛେ, ସେହି ଉପଲକ୍ଷେ ଆଜି ମୁଁ ସର୍ବପ୍ରଥମେ ମୋର ଜନ୍ମଦାତ୍ରୀଙ୍କୁ ମୋର ପ୍ରଥମେ ଗୁରୁ ମାନି ଭୂମିଷ୍ଠ ପ୍ରଣାମ କରୁଛି ଏବଂ ଓଡ଼ିଶାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗୁରୁମାନଙ୍କୁ ମୋର ପ୍ରଣାମ। ଏବଂ ମୁଁ ନର୍ସରୀରୁ ଆଜି ପର୍ଯ୍ୟନ୍ତ ଯେତିକି ପାଠ ପଢ଼ିଛି, ମୋର ଯେତିକି ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ିଛନ୍ତି ତାଙ୍କୁ ମୋର ଭୂମିଷ୍ଠ ପ୍ରଣାମ, କୋଟି ଦଣ୍ଡବତ। ଓಂ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ଓಂ ଆଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତେନ ଚରାଚରଂ ତତ୍ତ୍ୱଦୟନ ତସ୍ମୈ ଶ୍ରୀ ଗୁରୁବେ ନମଃ। ଆଜି ଏଇ ଗୁରୁ ଦିବସ ବା ଗୁରୁ ପୂର୍ଣ୍ଣିମା କହିଲେ ଗୁ ଅର୍ଥ ଅନ୍ଧକାର, ରୁ ଅର୍ଥ ଆପଣଙ୍କର ପରିପ୍ରକାଶ। ଅନ୍ଧକାରରୁ ଆଲୁଅ କିପରି ହେଇପାରିବ, ଏତାର ଯେଉଁ ଦିଗଦର୍ଶକ ବା ଶିକ୍ଷା ଯେଉଁ ଦେଇଥାନ୍ତି ତାଙ୍କୁ ଗୁରୁ କୁହାଯାଏ। ଜନ୍ମ ବେଳେ ମା ପାଖରୁ ଆମେ ଜନ୍ମ ନେଇଥାଉ। ମା ବାପାଙ୍କର ପ୍ରଥମ ଶିକ୍ଷା ଆମେ ପାଇଥାଉ, ତେଣୁ ମା ବାପାକୁ ଆମେ ପ୍ରଥମ ଗୁରୁ କହୁଛେ। ବାପା ମୋର ଜନ୍ମଦାତା, ମା ମୋର ଜନ୍ମଦାତ୍ରୀ। ତେଣୁ ପ୍ରଥମେ ମୁଁ ପୁଣି ଆଉ ଥରେ ବାପା ମାଆଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ବାପା ମା ମୋର ପ୍ରଥମ ଗୁରୁ। ଆଜି ବାପା ମା ଜନ୍ମ ଦେଇଛନ୍ତି ବୋଲି ମୁଁ ଆଜି ଏ ପୃଥିବୀ ପୃଷ୍ଠରେ ପଦାର୍ପଣ କରିଛି। ବାପା ମାଆଙ୍କ ଔରସରୁ ଆଜି ଜନ୍ମ ନେଇ ମୁଁ ଏ ଓଡ଼ିଶାବାସୀଙ୍କର ସ୍ୱାସ୍ଥ୍ୟ ଶିକ୍ଷାର ଉନ୍ନତି ପାଇଁ ଆଗେଇ ଚାଲିଛି, ଆଉ ଚେଷ୍ଟା ଜାରି ରଖିଛି। ମହାପ୍ରଭୁ ଜଗନ୍ନାଥଙ୍କୁ ମୁଁ ବିନତି ପ୍ରାର୍ଥନା କରୁଛି ଓ ମୋର ଗୁରୁ ଦେବତାମାନଙ୍କୁ ମୋର ବିନତି ପ୍ରାର୍ଥନା କରୁଛି, ହେ ଗୁରୁ ଦେବତା, ହେ ଗୁରୁ, ମୋତେ ଆଶୀର୍ବାଦ କରନ୍ତୁ। ମୁଁ ଆପଣଙ୍କ ବିନା ଆଶୀର୍ବାଦରେ କିଛି ବି କରିପାରିବିନି। ତେଣୁ ମୁଁ ଗୁରୁ ଦେବତାଙ୍କୁ ଏତିକି ଭିକ୍ଷା ମାଗୁଛି, ଏ ଜଗତବାସୀଙ୍କ ପାଇଁ, ଏ ଓଡ଼ିଶାବାସୀଙ୍କ ପାଇଁ ମୁଁ ଯେଉଁ ପ୍ରକଳ୍ପ ପ୍ରୋଜେକ୍ଟ ଆରମ୍ଭ କରୁଛି କି ଆରମ୍ଭ କରିବି, ତାକୁ ସୁଚାରୁ ରୂପେ ପୂର୍ଣ୍ଣ କରନ୍ତୁ। ଆଉ ଜଗତର ସ୍ୱାସ୍ଥ୍ୟ ଶିକ୍ଷାର ମୁଁ ଉନ୍ନତି କରିବି। ଆଉ କୋଟି କୋଟି ସଂଖ୍ୟାର ବେକାର ଯୁବକ ଯୁବତୀଙ୍କୁ କିପରି ନିଯୁକ୍ତି କରିବି, ସେହିପରି ମୁଁ ଆଶା ନେଇ ଆଜି ପ୍ରୋଜେକ୍ଟ ଆରମ୍ଭ କରୁଛି। ଏତିକି ହିଁ ମାଗୁଛି, ମହାପ୍ରଭୁ, ଏ ଗୁରୁ ଦେବତା, ତୁମେ ହିଁ ମୋତେ ସାହା ହୁଅ। ନମସ୍କାର। ତେଣୁ ଆଜି ଗୁରୁ ବ୍ରହ୍ମା ବିଷ୍ଣୁ ଯେଉଁ ଆମେ କହୁଛେ, ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଆଜି ଗୁରୁ ହିଁ ବ୍ରହ୍ମା, ଗୁରୁ ହିଁ ବିଷ୍ଣୁ, ଗୁରୁ ହିଁ ମହେଶ୍ୱର। ତାଙ୍କ ବିନା ଏ ଜଗତରେ ଆଉ କୌଣସି ବଡ଼ ଠାକୁର ନାହିଁ। ଯେ ଗୁରୁ ପୂଜା କରିଛି, ଯେ ଗୁରୁଙ୍କୁ ମାନିଛି, ତାକୁ କୌଣସି କାର୍ଯ୍ୟରେ ତାର ଅସିଦ୍ଧ ହୋଇନି। ଏହିପରି ମୁଁ ମୋର ଛୋଟ ବଡ଼ କାହାଣୀ କହୁଛି। ମୁଁ ଯେତେବେଳେ ଛୁଆଟି ବେଳୁ ପାଠ ପଢ଼ୁଥିଲି, ଆମ ଘରେ ଆମର ଶିକ୍ଷକ ରହୁଥିଲେ। ମୋତେ ଯେତେବେଳେ 6, 7, 8, 9, 10 ପର୍ଯ୍ୟନ୍ତ ଆମ ଘରେ ସାଇନ୍ସ ଟିଚର, ସାଂସ୍କ୍ରିଟ ଟିଚର ଓ ଇଂଲିଶ ଟିଚର ରହୁଥିଲେ, ଆମକୁ ପଢ଼ଉଥିଲେ। ଆମେ ତାଙ୍କ ସହିତ ହିଁ ଶୋଉଥିଲୁ,
ମୁଁ ସାର୍ଙ୍କର କପଡ଼ା ଲତା ସାର୍ଟ ପ୍ୟାଣ୍ଟ ଡ୍ରେସ୍ ସଫା କରୁଥିଲି, ଜୋତା ବି ପଲିସ୍ କରିଛି, ଆଉ ସାର୍ଟ ପ୍ୟାଣ୍ଟ ଆଇରନ୍ କରିଦେଇଛି। ବେହେରା ସାର୍ କହିଲେ ଆମ କାହ୍ନୁ ସାର୍ ସିଏ ଏବେ ଅଛନ୍ତି ଗୋସାଣୀପାଳ ହାଇସ୍କୁଲରେ, ଆଉ ପଣ୍ଡିତ ସାର୍ ସିଏ ବି ଏଇ ପାଖାପାଖି ରାସଗୋବିନ୍ଦପୁର କେଉଁଠି ଅଛନ୍ତି। ଆଉ ନବୀନ ଚରଣ ସେଠୀ ସାର୍ ସିଏ ବି ଅଛନ୍ତି ଏବେ ମାଟିଆଗଡ଼ରେ। ଶଶୁଧର ସାର୍ ସିଏ ବି ମାଟିଆଗଡ଼ ହାଇସ୍କୁଲରେ ଅଛନ୍ତି। ଆଉ ମୋତେ ଆମର ପଦ୍ମଲୋଚନ ସାର୍ ସିଏ ମୋତେ ପାଠ ପଢ଼ିଥିଲେ, ସିଏ ଏବେ କାଦଡ଼ିଆ କଲେଜରେ ଅଛନ୍ତି। ଦେବେନ୍ଦ୍ର କୁମାର ବୈଦ୍ୟ ସାର୍ ସିଏ ଏବେ ରିମିଡ଼ି କଲେଜରେ ଅଛନ୍ତି। ଆଉ ବିଶାଳ ସାର୍ ସିଏ ଅଛନ୍ତି ଭୁବନେଶ୍ୱରରେ ଅଛନ୍ତି। ପୁଥଳ ସାର୍ ସିଏ ଅଛି ଭୁବନେଶ୍ୱରରେ ଅଛନ୍ତି। ଆଉ ମୋର ଜଳେଶ୍ୱର ଦିଦି ବୋଲି କହନ୍ତି, ସିଏ ବି ମୋତେ ବହୁତ ପିଟୁଥିଲେ, ପଢ଼ଉଥିଲେ। ତାପରେ ଆମର କିଶୋର ସାର୍, ନିରାକାର ସାର୍, ରାମ୍ବର ସାର୍, ଆମର ଛୋଟ ବଡ଼ର ସାର୍ ସମସ୍ତଙ୍କୁ ମୋର ପ୍ରାୟ ମନେ ପଡ଼ୁଛି। ଆଉ କେମିଷ୍ଟ୍ରି ଏଥିରେ ମୋର ଅଛନ୍ତି ବସା ସାର୍, MPC କଲେଜର ବସା ସାର୍, ଫିଜିକ୍ସ ଲେକ୍ଚର, କେମିଷ୍ଟ୍ରି ଲେକ୍ଚର, ସ୍ପାର୍କଲିନ୍ ମ୍ୟାଡ଼ାମ୍, ଏସବୁ ପ୍ରାୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୋର ହୃଦୟରେ ରଖିଛି। ଆଉ ମନେ ବି ପଡ଼ୁଛି କିପରି ଗାଇଡ଼ କରନ୍ତି, ଆଉ ରାଗନ୍ତି, ଆଉ ପଢ଼ିବା ପାଇଁ ଟାସ୍କ ଦିଅନ୍ତି, ସେ ଟାସ୍କ ନ କଲେ କିପରି ପାନିସମେଣ୍ଟ ଦିଅନ୍ତି, ସବୁ କଥା ମନେ ପଡ଼ୁଛି। ଏବେ ତ ପାନିସମେଣ୍ଟ ତ ଉଠିଯାଇଛି, ଆଉ ରାଗ ଅଭିମାନ ବି ଉଠିଯାଇଛି। ତେଣୁ ଛାତ୍ରଛାତ୍ରୀମାନଙ୍କୁ କୌଣସି କିଛି କହିହେବନି। ତେଣୁ ଏତିକି କହିବା ପାଇଁ ଚାହୁଁଛି ଯେ ନିଜକୁ ଯଦି ଆମେ ଭଲ ପାଇବା, ବାପା ମାଆକୁ ଯଦି ଭଲ ପାଇବା, ଗୁରୁ ଶିକ୍ଷକ ଯଦି ଭଲ ପାଇବା, ଆଉ ଭଲ ପାଉଛେ, ତାହେଲେ ନିଜ ପାଇଁ ନିଜକୁ ଟାଇମ୍ ଦେବା ଦରକାର। ଆମେ ନିଜକୁ ଯଦି ନିଜେ ଭଲ ପାଉଛେ, 24 ଘଣ୍ଟାରୁ 8 ଘଣ୍ଟା ଶୋଇଲେ, 6 ଘଣ୍ଟା କ୍ଲାସ୍ କଲା ପରେ ବାକି ଯେଉଁ ଟାଇମ୍ଟା ରହୁଛି, ସେଥିରୁ ତୁମକୁ ମିନିମମ୍ 6ରୁ 8 ଘଣ୍ଟା ଯଦି ଟାଇମ୍ ଦିଆଯାଏ, ମାନେ ନିଜକୁ ଟାଇମ୍ ଯଦି ଦେବ, ତାହେଲେ ନିହାତି ସୁଚାରୁ ରୂପେ ଭଲ ମଣିଷଟେ ହେବ। ଯିଏ ଛାତ୍ରଛାତ୍ରୀ ପାଠ ପଢ଼ୁଛ, 10 ପେଜ୍ରୁ 20 ପେଜ୍ ଯଦି ଡେଲି ଲେଖା ପ୍ରାକ୍ଟିସ୍ କରିବ, ତାହେଲେ ହାତରେ ପାଠ ବ୍ରେନ୍ରେ ନିହାତି ମନେ ରହିବ। ପ୍ରତ୍ୟେକ ଦିନ ଇଂଲିଶ ହଉ କି ଓଡ଼ିଆ ହଉ କି ହିନ୍ଦୀ ହଉ, ସାଂସ୍କ୍ରିଟ ହଉ କି ସାଇନ୍ସ ହଉ କି ମ୍ୟାଥମେଟିକ୍ସ ହଉ, ସମସ୍ତଙ୍କୁ ଯଦି ରୁଟିନ୍ ବନେଇକରି ପ୍ରତ୍ୟେକ ସବଜେକ୍ଟକୁ ଯଦି ମିନିମମ୍ 20 ମିନିଟ୍ରୁ 30 ମିନିଟ୍ ପର୍ଯ୍ୟନ୍ତ ଯଦି ଟାଇମ୍ ଦେଇ ଆମେ ପ୍ରତ୍ୟେକ ସବଜେକ୍ଟକୁ ଗାଇଡ଼ କରିବା, ଘଣ୍ଟାଟେ ଲେଖାଏଁ କି ଅଧା ଘଣ୍ଟା ଲେଖାଏଁ, ତାହେଲେ ନିହାତି ଆମେ ପ୍ରତ୍ୟେକ ମାସ ଯଦି ଏଇ ଟାଇପ୍ର ଫୁଲଫିଲ୍ ହେଇଗଲା, ଗୋଟେ ବର୍ଷ ଭିତରେ ସେ ପାଠ 3 ମାସରେ ସରିଯିବ। 3 ମାସରେ ସରି 3 ଥର ବର୍ଷ ଭିତରେ 3 ଥର ରିଭିଜନ୍ ହେଇଯିବ। ତାହେଲେ ଆମେ ଏନି ଇଣ୍ଟରଭ୍ୟୁ ହଉ କି ଏଣ୍ଟ୍ରାନ୍ସ ହଉ, ଆମେ ନିହାତି ସକ୍ସେସ୍ ହେଇପାରିବା। ଠିକ୍ କହିଲି ନା? ତେଣୁ ମୁଁ ଚାହୁଁଛି ମୋ ଛାତ୍ରଛାତ୍ରୀ ମୋର ଯେଉଁ ଅଛନ୍ତି, ସେମାନେ ନିହାତି ମନ ଦେଇ ପାଠ ପଢ଼ନ୍ତୁ, ଆଉ ମନେ ରଖିବା ପାଇଁ ଚେଷ୍ଟା କରନ୍ତୁ, ଆଉ ପଢ଼ି ଯେମିପରି ଚାକିରି ପାଇଲେ ବାପା ମାଆଙ୍କ ଋଣ ସୁଝନ୍ତୁ। ତୁମମାନଙ୍କ ପାଖରେ ଯେଉଁ ଆଣ୍ଡ୍ରଏଡ଼୍ ମୋବାଇଲ୍ ରଖୁଛ, ଏଇ ମୋବାଇଲରେ ଯାହା ବି ସାର୍ ପଢ଼ଉଛନ୍ତି ତାକୁ ଯେତିକି ବୁଝିଲ, ଯଦି ବୁଝି ନ ପାରୁଛ, ୟୁଟ୍ୟୁବ୍ ହଉ କି ଗୁଗୁଲ୍ ହଉ, ସେଥିରେ ମାର, ଭିଡ଼ିଓ ମାର, ଆଉ PDF ଲେକ୍ଚର ନୋଟ୍ PDF ମାର, ଲେକ୍ଚର ନୋଟ୍ ଭିଡ଼ିଓ ମାର, ଦେଖିବ ସେଥିରେ ଡିଟେଲ୍ ସବୁ ବୁଝିପାରିବ। ତେଣୁ ମୁଁ ବେଶୀ କିଛି କହିବା ପାଇଁ ଚାହୁଁନି। ଏଇ ଗୁରୁ ପୂର୍ଣ୍ଣିମାରେ ଆଜି ସମସ୍ତ ଗୁରୁଙ୍କୁ ନିହାତି ନମସ୍କାର କର, ତାଙ୍କ ପାଦକୁ ଲକ୍ଷ୍ୟ କରି ପୂଜାଟେ କର। ନିହାତି ତୁମର ମନସ୍କାମନା ପୂରଣ ହେଇପାରିବ। ଆଉ ଗୁରୁ ଯାହା ପାଠ ପଢ଼ଉଛନ୍ତି, ତାଙ୍କୁ ଯଦି ଆମେ ମନ ଦେଇ ପାଠ ପଢ଼ି ମେଣ୍ଟେନ୍ କରିବା, ଜୀବନରେ ଭଲ ମଣିଷ ହେଇପାରିବା। ମୋର ଅଛନ୍ତି ଗୁରୁ ଜଣେ ସାର୍, ସିଏ ହେଉଛନ୍ତି ନିରାକାର ସାର୍। ସେ
से बहुत बाड़ौथिले, एते बाड़ौथिले जे पाठ करिनु आसिले जे पूरा पिठी फाटी जाउथुला। जो नवीन सार कहूँ सी भी बहुत बाड़ौथिले है। आउ मु जाइथिली कादिया कले से सार को पाइथिली भेट होइथिली से समय आम प्रोग्राम रे मु तांको कहली मते पद्मलोचन सार बहुत बाड़ेइथिले। तो कहीं बाड़ेइथिले आमे जदि टास्कटा जदि देले 5टा कि 10टा सब्जेक्ट 3टा खंडे देले ताको आमे पढ़िबा नहीं मन रखिबा नहीं ताहले आमे परीक्षा रे कोन लिखिबा सेहिथि पई बाड़ौथिले। टिके भूल हेले बाड़ौथिले जहाँ पढ़िबा आमे मन देई पाठ पढ़िबा आ लिखिबा निहाती मन रहिबो। तेणु प्रत्येक शिक्षक शिक्षयित्री को भी कहूची जे आपण माने जहाँ पिला मानको पढ़िया पई दउचंती ताको टे गाइड करंतु ताको टास्क देबा पई ट्रायल करंतु सरप्राइज टेस्ट करंतु वीकली हो कि मंथली हो सरप्राइज टेस्ट करंतु पिला को पढ़ौथिबे मनकर आपन सैटरडे थिबो आपण मंडे भी नहीं पारिबे वेडनेसडे भी नहीं पारिबे पिला को कहबे जहाँ पढ़ाउची डेली टास्क मेंटेन करो ताले पिला निहाती मन दे पाठ पढ़िबे आ निहाती टास्क करिबे। जदि न लागु तो नहीं किंतु पिला को गाइड करंतु ताले निहाती मनीषटे हेई पारिबे। आज ओडिशा रे वर्ल्ड रे एवं इंडिया रे कोटी कोटी चाकरी पड़ी रही। पिला माने कहउचंती आमे दादन खटिया पई जाउचंती ओडिशा बाहर को इंडिया बाहर को दादन खटिया पई जाअंते नहीं। आजि काली सब मोबाइल धरी सब विभिन्न प्रकार खराब कार्य रे लिप्त रहउचंती हैला। विभिन्न प्रकार नाच गीत देखुचंती किंतु मोबाइल बहु जो शिक्षा अच्छी जो ब्रेन अच्छी ताकू कहीं देखु नांती। से देखते ताहले निहाती सब पिला भल पाठ पढ़ते चाकरी करि पारंते आउ बेकार संख्या टे लोप पाई जाता आ बाहर को जापाई पढ़ता नहीं। तेणु समस्त को कहूँ मोबाइल को यदि यूज करुच भल काम यूज कर पाठ पढ़ो केमती ना फेसबुक इंस्टाग्राम यूट्यूब ये सब जो टाइम बर्बाद करुच से 2 घंटा हेले भी टाइम दियो। प्रत्येक दिन ऑब्जेक्टिव 20टी ऑब्जेक्टिव ब्रेन रख मास को 600 हम आ वर्ष को 1272 7000 हो। ये आपण 3 वर्ष रे जदि 3 वर्ष कंटिन्यू एमती परिश्रम करेंगे ताले आईएएस आईपीएस एनी कॉम्पिटिटिव एग्जाम देले भी तो माने पास हो पार। ये हूँ मोर माने एडवाइस मु कहूनी आउ जबरदस्त करूनी। जदि मो कथा को तुम मान को भल लगुची ताले आपण माने आपण को छुआ को आउ आपण माने निजे भी पढ़ंतु मन देई आउ गाइड निज को निजे जदि गाइड करेंगे ताले सुचारू रूपे आपण पाठरू उन्नति पाई पारिबे आ चाकरी मध्य पाई पारिबे। आज पई मु एतिकिरे मोर वक्तृता बंद कली। जय हिंद, जय भारत, जय जगन्नाथ, जय श्री राम। ओं वंदे उत्कल जननी, वंदे उत्कल जननी, वंदे मातरम। जगत माता की जय, जगत पिता की जय। ओं गुरु देवता की जय। ओं गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरुवे नमः। ओं अखंड मंडलाकार व्याप्तहीन चराचरं तत्प्रसन्न तस्मै श्री गुरुवे नमः। ओं गुरु ब्रह्मा पुणी मोर कोटि दंडवत कोटि प्रणाम नमस्कार।